ଶ୍ରୀମଦ୍ ଭାଗବତ ଗୀତା ଏପରି ଏକ ପବିତ୍ର ଗ୍ରନ୍ଥ ଯାହା ମଧ୍ୟରେ ମନୁଷ୍ୟର ସମସ୍ତ ସମାଧାନ ଲୁଚି ରହିଛି। ମନୁଷ୍ୟ ତାର ଜୀବନରେ ଯାହା ବି ପରିସ୍ଥିତିରେ ରହିଛି ସମସ୍ତର ସମାଧାନ ସେହି ଶ୍ରୀମଦ୍ ଭାଗବତ ଗୀତାରେ ରହିଥାଏ। ପ୍ରଭୁ ଶ୍ରୀକୃଷ୍ଣ କହିଥିବା ପ୍ରତ୍ୟେକଟି ଉପଦେଶ ମନୁଷ୍ୟ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ଏହିଭଳି 25ଟି ଉପଦେଶ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଶୁଣିବା। ଏହାର ଅର୍ଥ ବୁଝି ଏହାକୁ ନିଜ ଜୀବନରେ ପ୍ରୟୋଗ କରିବା। ଶ୍ରୀମଦ୍ ଭାଗବତ ଗୀତାରେ ଶ୍ରୀକୃଷ୍ଣ କହିଥିବା ଏହି 25ଟି ଉପଦେଶ ନିହାତି ଏହାର ଅର୍ଥ ବୁଝନ୍ତୁ ଏବଂ ନିଜ ଜୀବନରେ ପ୍ରୟୋଗ କଲେ ଆପଣ ନିଶ୍ଚିନ୍ତ ଉଚ୍ଚତାର ଶିଖରେ ପହଞ୍ଚି ପାରିବେ। ଉପଦେଶ ପ୍ରଥମ, ଯିଏ ମିଠା କଥା କହୁଥାଏ, ଅଧିକ ପ୍ରଶଂସା କରୁଥାଏ ବିନା କାରଣରେ ସେଭଳି ଲୋକଠାରୁ ଦୂରେଇ ରୁହନ୍ତୁ। କାରଣ ପ୍ରଶଂସା ମାଗଣାରେ ମିଳେ ନାହିଁ। ପ୍ରଶଂସାର ମୂଲ୍ୟ ଦେବାକୁ ପଡ଼ିଥାଏ। ଅତି ସହଜରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ। ଉପଦେଶ 2, ଯିଏ ତୁମ ସହିତ ଅଧିକ ହସେ କିନ୍ତୁ ତୁମ ଦୁଃଖରେ ନୀରବ ରହେ ସେ ନିଜେ ସ୍ୱାର୍ଥପର। ସେଭଳି ଲୋକଠାରୁ ଦୂରେଇ ରୁହନ୍ତୁ। ଉପଦେଶ 3, ଯିଏ ଅନ୍ୟମାନଙ୍କ ଭୁଲକୁ ଅଧିକ ଦେଖେ ସେ ନିଜ ଭୁଲକୁ ଅଣଦେଖା କରେ ସେ ଅହଙ୍କାରୀ ହୋଇଥାଏ। ଉପଦେଶ 3, ଯିଏ ଅନ୍ୟର ସଫଳତାରେ ହସିପାରେ ସେ ମନରେ ଶାନ୍ତ ହୋଇଥାଏ। ଉପଦେଶ 4, ଯିଏ ତୁମ ପଛରେ ନିନ୍ଦା କରେ ସେ ଓ ସାମ୍ନାରେ ମିଠା କହେ ସେ ଦୁଇ ମୁଖା ଲୋକ ହୋଇଥାଏ। ସେଭଳି ଲୋକଠାରୁ ଦୂରେଇ ରୁହନ୍ତୁ। ଉପଦେଶ 5, ଯିଏ ଛୋଟ ଲାଭ ପାଇଁ ବଡ଼ ସମ୍ପର୍କ ଭାଙ୍ଗିଦିଏ ସେ ଭରସାଯୋଗ୍ୟ ଲୋକ ନୁହେଁ। ଉପଦେଶ 6, ଯିଏ ନିଜ ସମୟରେ ତୁମକୁ ଡାକେ କିନ୍ତୁ ତମ ସମୟରେ ଅନୁପସ୍ଥିତ ସେ ସ୍ୱାର୍ଥୀ ହୋଇଥାଏ। ଉପଦେଶ 7, ଯିଏ ତୁମ ଭଲ ପାଇ ତୁମକୁ ସତ୍ୟ କହେ ଯଦିଓ ତାହା ତୁମକୁ ଖରାପ ଲାଗେ ସେ ସତ୍ୟ ସାଙ୍ଗ ହୋଇଥାଏ। ତମ ଆଗରେ ଯିଏ ତମର ଭୁଲ କହିପାରୁଥାଏ ସେ ହିଁ ସତ୍ୟ ସାଙ୍ଗ ହୋଇଥାଏ। ସେଭଳି ସାଙ୍ଗକୁ ଦୂରକୁ ପଠାନ୍ତୁ ନାହିଁ। ଉପଦେଶ 8, ଯିଏ ନିଜ ସ୍ୱାର୍ଥ ପାଇଁ ଧର୍ମକୁ ଭୁଲିଯାଏ ସେ ଅନ୍ତେ ନିଜକୁ ହରେଇ ଦେଇଥାଏ। ଉପଦେଶ 9, ଯିଏ ନିଜ ସମ୍ପଦରେ ଗର୍ବ କରେ ସେ ଅସ୍ଥାୟୀ ଗୌରବରେ ଜୀବନ କାଟୁଛି ବୋଲି ଜାଣ। ଉପଦେଶ 10, ଯିଏ ଅନ୍ୟର ଭଲ କାମକୁ ଦେଖି ଅପମାନ କରେ ସେ ଅନ୍ଧ ମନର ଲୋକ ହୋଇଥାଏ। ଉପଦେଶ 11, ଯିଏ ଅନ୍ୟଙ୍କ ଦୁଃଖରେ ହାତ ବଢ଼ାଏ ସେ ମାନବତାର ଚିହ୍ନ ହୋଇଥାଏ। ଉପଦେଶ 12, ଯିଏ ତୁମ ସହିତ କେବେ ରାଗ କରେନି ସେ ତୁମ ସହିତ ସତ୍ୟରେ ନୁହେଁ। ଯେଉଁ ଲୋକ ତୁମକୁ କେବେ ରାଗେ ନାହିଁ ସେ ଲୋକ ତୁମର କେବେ ବି ସତ୍ୟ ସାଙ୍ଗ ହୋଇନଥାଏ। ଉପଦେଶ 13, ଯିଏ ସବୁବେଳେ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥାଏ ସେ ନିଜକୁ ଭୁଲିଯାଏ। ଉପଦେଶ 14, ଯିଏ ନିଜ ମନ ଶାନ୍ତ ରଖିପାରେ ସେ ଜୀବନର ସତ୍ୟ ଜିତିଛି ବୋଲି ଜାଣ। ଉପଦେଶ 15, ଯିଏ ନିଜ ସମସ୍ୟାକୁ ଅନ୍ୟଙ୍କ ଉପରେ ଫିଙ୍ଗି ଦେଇଥାଏ ସେ ଦୁର୍ବଳ ମନର ଲୋକ ହୋଇଥାଏ। ନିଜର ସମସ୍ୟାକୁ ନିଜେ ସମାଧାନ ନକରି ଅନ୍ୟଙ୍କ ଉପରେ ନଦି ଦିଏ ସିଏ ସବୁଠାରୁ ଦୁର୍ବଳ ମନର ଲୋକ ହୋଇଥାଏ। ଉପଦେଶ 16, ଯିଏ ତୁମ ପାଇଁ ଛୋଟ କାମ କରି ମଧ୍ୟ ସ୍ମୃତି ଦେଇଯାଏ ସେ ମନର ମହାନ ହୃଦୟର ବ୍ୟକ୍ତି ହୋଇଥାଏ। ଉପଦେଶ 17, ଯିଏ ନିଜ ଭାଷା ଓ ବଚନକୁ ନିୟନ୍ତ୍ରଣ କରିପାରେ ସେ ଜୀବନ ଜିତିଛି ବୋଲି ଜାଣ। ଉପଦେଶ 18, ଯିଏ ଭୁଲିଥିବା ସହାୟତାକୁ ମନେ ରଖେ ସେ ଋଣୀ ନୁହେଁ କୃତଜ୍ଞ ହୋଇଥାଏ। ଉପଦେଶ 19, ଯିଏ ଭଲ ଶୁଣିପାରେ ସେ ଭଲ ମନୁଷ୍ୟ ହେବାର ପଥରେ ଅଛି। ଉପଦେଶ 20, ଯିଏ ଅନ୍ୟକୁ ନିମ୍ନ ଦେଖାଏ ଆପଣଙ୍କୁ ଉଚ୍ଚ କରେ ସେ ଅସୁର ମନର ଲୋକ ହୋଇଥାଏ।
ଅନ୍ୟ ଲୋକକୁ ନୀଚ ଦେଖାଇ କଥା କହି ନିଜର କଥାକୁ ଅଧିକ ପ୍ରଶଂସା କରି କୁହେ, ସେ ଅସୁର ସମାନର ଲୋକ ହୋଇଥାନ୍ତି। 21 ଯିଏ ନିଜ ସମୟ ଓ ଶବ୍ଦ ଦୁଇଟିକୁ ମୂଲ୍ୟ ଦିଏ, ସେ ଜୀବନରେ ସଫଳ ବ୍ୟକ୍ତି ହୋଇଥାଏ। ଉପଦେଶ 22 ଯିଏ ତୁମ ଦୁଃଖକୁ ଶୁଣି ଶାନ୍ତି ଦିଏ, ସେ ଭଗବାନଙ୍କର ଦୂତ ହୋଇଥାଏ। ଉପଦେଶ 23 ଯିଏ ନିଜ ମୁଣ୍ଡ ଉଠାଇ କଥା କହେ, ସେ ଆତ୍ମବିଶ୍ୱାସୀ ହୋଇଥାଏ। ଆତ୍ମବିଶ୍ୱାସୀ ଲୋକ କେବେ ମୁଣ୍ଡ ତଳକୁ କରି କଥା ହୁଅନ୍ତି ନାହିଁ, ସବୁବେଳେ ମୁଣ୍ଡ ଉପରକୁ କରି କଥା ହୁଅନ୍ତି। ଉପଦେଶ 24 ଯିଏ ନିଜ ଭଲ ପାଇବାକୁ ନିର୍ଲୋଭ ରଖିପାରେ, ସେ ପବିତ୍ର ହୃଦୟ ହୋଇଥାଏ। ଉପଦେଶ 25 ଯିଏ ଅନ୍ୟକୁ କ୍ଷମା କରିପାରେ, ସେ ସବୁଠୁ ବଡ଼ ଶକ୍ତିଶାଳୀ ମଣିଷ ହୋଇଥାଏ। ଯେଉଁ ମଣିଷ ଅନ୍ୟକୁ କ୍ଷମା କରିପାରେ, ତାଠୁ ବଡ଼ ଶକ୍ତିଶାଳୀ ଏ ଦୁନିଆରେ କେହି ନାହିଁ। ନିଜ ମନରେ ଦୟା କ୍ଷମା ନିଶ୍ଚିନ୍ତ ରଖନ୍ତୁ। ଯେଉଁ ମନୁଷ୍ୟମାନେ ଶ୍ରୀମଦ୍ ଭାଗବତ ଗୀତାର ଏହି ଉପଦେଶ ଗୁଡ଼ିକୁ ଶୁଣି ନିଜ ଜୀବନରେ ଲଗାନ୍ତି, ସେ ମନୁଷ୍ୟ କେବେ ଧୋକା ଖାଆନ୍ତି ନାହିଁ ଏବଂ ନିଶ୍ଚିନ୍ତ ସେ ଦିନେ ସଫଳତାର ଶୀର୍ଷରେ ପହଞ୍ଚି ଯାଆନ୍ତି। ଶ୍ରୀମଦ୍ ଭାଗବତ ଗୀତାରେ ବହୁତ ମୂଲ୍ୟବୋଧକ କଥା ଲୁଚି ରହିଛି। ପ୍ରତ୍ୟେକ ଦିନ ଆପଣଙ୍କ ଗୃହରେ ଶ୍ରୀମଦ୍ ଭାଗବତ ଗୀତା ନିହାତି ପଠନ କରନ୍ତୁ। ଆଜିର ଏହି ଉପଦେଶ ଗୁଡ଼ିକୁ ଯଦି ଭଲ ଲାଗୁଥିବ, ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ ଏବଂ ମୋ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିବେ। ଆପଣଙ୍କ ସାଙ୍ଗସାଥୀଙ୍କ ମାନଙ୍କୁ ଭିଡ଼ିଓଟି ସେୟାର ମଧ୍ୟ କରିବେ। ରହିଲି, ଜୟ ଶ୍ରୀକୃଷ୍ଣ।